ओम शांति। ब्रह्मलोक निवासी ब्रह्मेश्वर पिता परमात्मांकर ब्रह्मलोकरू आसी अभिनय करुथिबा आत्मिक संतान मानंकु हृदयर सहित ईश्वरीय शुभ अभिनंदन, शुभेच्छा, सुप्रभात, सुस्वागतम। वास्तवरे ब्रह्मलोक बा परम धामरु निराकार आत्मा माने आसी एई सृष्टि रूपी रंगमंचरे अभिनय करुछन्ति शरीर रूपी वस्त्र को धारण करी एवं बारंबार एई शरीरर बंधन रे आसी एपरि भावरे शरीर सहित जड़ित होई जाइछि जे निजर वास्तव स्वरूप को भूली निजकु देह सर्वस्व अनुभव करुछि, जेउथिपाई मायावी दुनियार प्रभाव रे सहजरे धरा पड़ी जाई प्रति मुहूर्त रे दुख, अशांति, भय भितरे जीवन अतिबाहित करुछि। साधारण कईंचटिए निजकु सुरक्षित रखिबा पाई किछि भी विपदर आभास मिलिबा क्षणी से निजकु तार शक्त खोलपा भितरे सुरक्षित रखि देई थाए। एपरिकी महाबलशाली बाघ मध्य तार सेई सुरक्षा को भेद करि पारि न थाए। रामायणर मध्य आमे देखिबाकू पाउछे जेतेबेले हनुमान सीतांकु ठाब करिबा पाई लंकारे जाई पहुंचिले, देखिले विशालकाय भयंकर राक्षस माने पहरा देउथांती एवं मुख्यतः लंकिनी राक्षसी जार गगनचुंबी शरीर से मुख्य द्वारर पहरा देउछि। यह देखि हनुमान निजको अति सूक्ष्म पिंपुड़ी सदृश करी समस्तंक दृष्टि सामनारू सहजरे खसी जाइथिले, अर्थात निजको सुरक्षित भावरे रखि पारिथिले। आउ जेतेबेले चाहिले विशाल रूप को धारण करिथिले। यह तांकर संपूर्ण इच्छाधीन थिला। तेबे वास्तवरे जदि देखा जाए यह समस्त आत्मा मानंक पई ही प्रयोज्य, कारण आत्मा वास्तवरे एई प्रकृतिर मालिक अटे। जेतेबेले आत्मा प्रथमे एई सृष्टि रंगमंच को आसे, अर्थात सत्य जुगरे देह धारण करी अभिनय करी थाए, सेतेबेले देह थाई सुद्धा देहर बंधन ठारू संपूर्ण मुक्त थाए। सेथिपाई तो गायन अछि कि देवता माने क्षण करे जेउ स्थान को चाहुथिले जाई पहुंची जाउथिले, अंतर्धान मध्य हे जाउथिले इत्यादि। एवं सेमाने सर्वशक्तिर अधिकारी मध्य थिले। एई कलिजुगी दुनिया रे जेहेतु समस्ते देह सर्वस्व होई जाइछन्ति, तेणु सेही शक्ति हरई बसिछन्ति। सेथिपाई भगवान कहुछन्ति बारंबार देही अभिमानी बा आत्म अभिमानी हेबार अभ्यास कर। मु एक आत्मा अटे, गोटिए शरीर छाड़ी आउ गोटिए शरीर धारण करुछि। एबे मोते एई देहर दुनिया वस्तु वैभव सबू किछि छाड़ी निजस्व आत्मिक घर परमधाम को फेरिबाकू ही हेब। तेबे परमधाम हेउछि संपूर्ण पवित्र दुनिया,
ତେଣୁ ସେହି ଦୁନିଆକୁ ଯିବା ପାଇଁ ହେଲେ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ହିଁ ପଡ଼ିବ, ଯାହାର ସ୍ମୃତିରେ ହିଁ ଆଜି ମୁଖ୍ୟ ପର୍ବ ପାଳିତ ହେଉଛି ରକ୍ଷାବନ୍ଧନର। କାରଣ ଯେତେବେଳେ ପବିତ୍ରତାର ସାଗର ପରମାତ୍ମା ପିତା ଶିବ ବାବା ଆସୁଛନ୍ତି ଏହି ସଙ୍ଗମ ଯୁଗରେ ଏବଂ ପବିତ୍ରତାର ରାକ୍ଷୀ ବାନ୍ଧୁଛନ୍ତି, ଅର୍ଥାତ୍ ପବିତ୍ର ହେବାର ପ୍ରତିଜ୍ଞା କରାଉଛନ୍ତି, ସେତେବେଳେ ଭାରତକୁ ସ୍ୱର୍ଗ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେଉଛନ୍ତି। କହିବା ବାହୁଲ୍ୟ, କଳିଯୁଗ ପରେ ହିଁ ସତ୍ୟଯୁଗର ପ୍ରାରମ୍ଭ ହେଉଛି ନିଶ୍ଚୟ। ଏବଂ ଏହି ମଧ୍ୟବର୍ତ୍ତୀ ସମୟରେ ଯେତେବେଳେ ଭଗବାନ ଆତ୍ମଜ୍ଞାନ ଦ୍ୱାରା ସମସ୍ତଙ୍କୁ ପବିତ୍ର କରାଉଛନ୍ତି, ସେତେବେଳେ ପବିତ୍ର ସ୍ୱର୍ଗ ଦୁନିଆ ଏହି ଭାରତ ଭୂମିରେ ହିଁ ସ୍ଥାପନା ହୋଇଯାଉଛି। ତେବେ ଏହି ପର୍ବ କେବେ ଆରମ୍ଭ ହୋଇଛି ଏବଂ କାହିଁକି, ଏ କଥା ସମସ୍ତଙ୍କୁ ବୁଝେଇବା ଦରକାର। ରକ୍ଷାବନ୍ଧନର ବାସ୍ତବିକ ଅର୍ଥକୁ ମଧ୍ୟ ସମସ୍ତେ ବୁଝିବା ଦରକାର। ଦ୍ୱାପର ଯୁଗରୁ ହିଁ ଯେତେବେଳେ ଆତ୍ମା ଅପବିତ୍ର ବିକାର ମାର୍ଗରେ ଯାଉଛି, ସେବେଠାରୁ ଏହି ପର୍ବର ପରମ୍ପରା ଚାଲି ଆସୁଛି। ହେଲେ ସତ୍ୟ ଯୁଗରେ ଏହି ରକ୍ଷାବନ୍ଧନ ଆଦି ପର୍ବର ଆବଶ୍ୟକତା ହିଁ ନାହିଁ। ସତ୍ୟ ପିତା ସତ୍ୟ ଜ୍ଞାନ ପ୍ରଦାନ କରି ସତ୍ୟ ଦୁନିଆ ସ୍ଥାପନ କରୁଛନ୍ତି। ତେଣୁ ଏହି ସତ୍ୟ ଜ୍ଞାନକୁ ନମ୍ରତା, ଦୃଢ଼ତା ତଥା ବହୁତ ସମ୍ମାନର ସହିତ ଅନ୍ୟମାନଙ୍କୁ ଶୁଣାଇବାକୁ ହେବ। ମଧୁର ବାଣୀ ସହିତ ହର୍ଷିତ ମୁଖ ମଧ୍ୟ ରହିବା ଆବଶ୍ୟକ। ସମସ୍ତଙ୍କୁ ପତିତରୁ ପବିତ୍ର ହେବାର ଯୁକ୍ତି ବତେଇବାକୁ ହେବ। କେବଳ ଜଣଙ୍କର ଅର୍ଥାତ୍ ଏକ ନିରାକାର ଶିବ ବାବାଙ୍କର ଅବ୍ୟଭିଚାରୀ ସ୍ମୃତିରେ ରହିବାର ଆବଶ୍ୟକତା ଅଛି। କୌଣସି ଦେହଧାରୀର ନାମ ରୂପକୁ ମନେ ପକାଇବାର ନାହିଁ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପବିତ୍ରତାର ସାଗର ପିତାଙ୍କ ସହିତ ପବିତ୍ର ହେବାର ପ୍ରତିଜ୍ଞା କରିବା। ଏହା ମଧ୍ୟ ନିହାତି ଆବଶ୍ୟକ। ଶିବ ବାବା କହୁଛନ୍ତି, ବିନାଶୀ ଇଚ୍ଛାଗୁଡ଼ିକୁ ତ୍ୟାଗ କରି ଆଚ୍ଛା ଅର୍ଥାତ୍ ମହାନ ଆତ୍ମା ହେବାର ବିଧି ଦ୍ୱାରା ସର୍ବପ୍ରାପ୍ତି ସମ୍ପନ୍ନ ହୁଅ। ଯେଉଁମାନେ ଅନେକ ଗୁଡ଼ିଏ ବିନାଶୀ ଇଚ୍ଛା ରଖିଥାନ୍ତି, ସେମାନଙ୍କର ଇଚ୍ଛା କେବେ ବି ପୂରଣ ହୋଇନଥାଏ। ବରଂ ନିଜକୁ ମହାନ ଆତ୍ମା ବା ଶ୍ରେଷ୍ଠ ଆତ୍ମା କହୁଥିବା ଆତ୍ମାମାନଙ୍କର ଶୁଭ ଇଚ୍ଛା ଗୁଡ଼ିକ ଆପେ ଆପେ ପୂରଣ ହୋଇଯାଇଥାଏ। କାରଣ ଦାତାଙ୍କର ପିଲାମାନଙ୍କୁ କିଛି ବି ମାଗିବାର ଆବଶ୍ୟକତା ନଥାଏ। ବିନାଶୀ ଇଚ୍ଛାଠାରୁ ମୁକ୍ତ ହୋଇ ଅବିନାଶୀ ସେବାର ସଂକଳ୍ପ ଯଦି ରହିବ, ତେବେ ତାହା ନିଶ୍ଚିନ୍ତ ଭାବରେ ପୂରଣ ହେବ। ସର୍ବପ୍ରାପ୍ତିରେ ମଧ୍ୟ ସମ୍ପନ୍ନ ହୋଇଯିବ। ଯୋଗ ଏବଂ ନିଃସ୍ୱାର୍ଥ ସେବା ଦ୍ୱାରା ମାୟା ଜିତ୍ ହେବା ହିଁ ବିଜୟୀ ଆତ୍ମାର ଲକ୍ଷଣ। ଆଚ୍ଛା, ଆଜି ପାଇଁ ଆମେମାନେ ଏଇଠାରେ ବିରାମ ନେବା। ଆସନ୍ତାକାଲି ପୁନଃ ନିଜର ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ଉଦ୍ଦେଶ୍ୟ ନେଇ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟ ଉପରେ ଆମେମାନେ ଆଲୋକପାତ କରିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ।
ओम शांति। ओम शांति। ओम शांति।